नमस्कार जय जगन्नाथ आज अध्याय को आपण मानक स्वागत। ओम नमो भगवते वासुदेवाय। त्रिसप्ततितम अध्याय शाम्बर विवाह वृत्तान्त 73 अध्याये वर्णित। शिशुक उवाच कहन्ति व्यास नन्दन ଶୁଣ ହୋ ରାମର ବିକ୍ରମ ଥିଲା ଯେ ଦୁର୍ଯ୍ୟୋଧନ ରାଜା ଲକ୍ଷ୍ମଣା ତାହାର ତନୁଜା ତାହାର ସ୍ୱୟଂବର କାଳେ କୃଷ୍ଣ ନନ୍ଦନ ତାକୁ ବଳେ ହରିଲା ଶ୍ୟାମ୍ବ ବଳବନ୍ତ ସୁନ୍ଦର ଜାମ୍ଭବତୀ ସୁତ ଦେଖି ତାହାର ଦୁଷ୍ଟପଣ କୋପେ କମ୍ପିଲା କୁରୁରାଣ ଦେଖ ଦୁର୍ବୁଦ୍ଧି କୃଷ୍ଣ ବଳା ଆମ୍ଭର କୂଳେ ଦେଲା କଳା ଆମ୍ଭଙ୍କୁ କରି କଦର୍ଥନ କୁଳୁ ହରିଲା କନ୍ୟା ଧନ ଆମ୍ଭ ବିଚାରେ ଦେବା ନାହିଁ ଏମନ୍ତ କହି କୋପ ବହି ଏହାକୁ ବନ୍ଦୀ କର ବେଗେ କି କରି ପାରିବେ ଯାଦବେ ଆମ୍ଭର ଦେଲା ରାଜପଣ ରାଜ୍ୟ ଭୁଞ୍ଜନ୍ତି ଯଦୁଗଣ ଏହାର ପାଇଁ ଯେବେ ଛଳେ ଯାଦବେ ଆସି ବାହୁବଳେ ଆମ୍ଭର ତୁଲେ ଯୁଦ୍ଧ କରି ହେଳେ ସଂଗ୍ରାମେ ଯିବେ ହାରି ବିମୁଖେ ନ କରିବେ ରଣ যোগে যে শোন ইন্দ্রিগণ এমন্তে করি এক মন ভূরি শ্রবাজে শল্য কর্ণ সুযজ্ঞ কেতু সুযোধন আরোহী অমূল্য বিমান ভীষ্ম দ্রোণଙ୍କ বাক্য পাই কৌরব বীরে সজ হই একু আরকে মহাদম্ভ শাম্বকু ধরিবা আরম্ভ কুরু ধাইলে মন দুঃখে মিলিলে শাম্বর সম্মুখে দেখি তাহাঙ্ক দুষ্ট চিত্ত কৃষ্ণ নন্দন সামরথ নিজ কোদণ্ডে গুণ দেই রহিলা সিংহ প্রায় হই বেগে মিলিলে কুরু বীর শুভই মুখরাব ঘোর ডাকন্তি ধর ধর বাণী সিন্ধু সবদ প্রায় মণি শ্যাম্বকু জিଣିବାର আসে বেগে মিলিলে তার পাশে রুন্ধিলে অষ্ট দিগ কোণে কর্ণ সহিতে ঘোর রণে স্বভাবে সর্বে ধনুধর সরোবর সামহা ঘোর করি বিন্ধিলে দোষ দিশে তা দেখি শাম্ভ মহারসে কোপে তা কম্পই শরীর নির্ভয় গোবিন্দ কুমর ক্ষুদ্র মূর্গঙ্ক মধ্যে থাই কেশরী যে মন্তে দিশই শাম্ব করন্তে গুণ ঘোষ সবদে কম্পে দশ দিশ কর্ণ সহিতে ষড়রথী শাম্বଙ୍କୁ বাণ বরসন্তি দেখি কুপিত কৃষ্ণ সুত বাণ বরসে অপ্রমিত
କର୍ଣ୍ଣଙ୍କୁ ପଞ୍ଚବାଣ ବିନ୍ଧି ରଥ ସାରଥି ଅଶ୍ୱଚ୍ଛେଦୀ। ଷଡ଼ରଥିଙ୍କି ଏହି ମତେ ବାଣ ବିନ୍ଧିଲା ଅପ୍ରମିତେ। ଦେଖି ତାହାର କ୍ଷତ୍ରିପଣ କୁରୁ ସଙ୍ଗରେ ଘୋର ରଣ। ସାଧୁ ସବଦ ଉଚ୍ଚ ନାଦେ ଶୁଭିଲା କୁରୁ ବଳ ମଧ୍ୟେ। ଶାମ୍ବ ଉପରେ କୁରୁ ବୀରେ ତୀକ୍ଷ୍ଣ ନାରାଜ କୋପ ଭରେ। ବିନ୍ଧି ସାରଥି କଲେ ନାଶ ଛେଦିଲେ ଅଶ୍ୱଙ୍କର ପାଶ। ରଥକୁ କଲେ ଖଣ୍ଡ ଖଣ୍ଡ ଛେଦିଲେ ହସ୍ତର କୋଦଣ୍ଡ। ବିରଥ କରି ତାକୁ ବଳେ ବନ୍ଧନ କଲେ ଅବହେଳେ। କନ୍ୟା ସହିତେ ତାକୁ ଧରି ମିଳିଲେ ହସ୍ତିନା ନଗରୀ। କଷ୍ଟରେ କୃଷ୍ଣ ସୁତ ଜିଣି ସମରେ ଜୟ ପ୍ରାୟ ମଣି। ହୋଇଲେ ନିର୍ଭୟ ନିଶ୍ଚିନ୍ତ ଏବେ ହୋ ଶୁଣ ନରନାଥ। ବ୍ରହ୍ମାନନ୍ଦନ ତାହା ଶୁଣି ରାମ ବିକ୍ରମ ପରିମାଣି। ମିଳିଲେ ଦ୍ୱାରକା ଭୁବନେ ରାମ ଗୋବିନ୍ଦ ସନ୍ନିଧାନେ। ଉଗ୍ରସେନର ସଭା ମଧ୍ୟେ କହେ ନାରଦ ମନ ଖେଦେ। ଶୁଣ ହୋ ଯଦୁ ନୃପବର କୁରୁ ସଭାର ଅବିଚାର। ତାହାର କନ୍ୟା ସ୍ୱୟଂବରେ ଶାମ୍ବ ଯେ ଗଲା ତାର ପୁରେ। କନ୍ୟା ବରିଲା ଅନୁମତେ ଦେଖି କୌରବେ କୋପଚିତେ। କୂଟ ସଂଗ୍ରାମେ ତାକୁ ଧରି ରଖିଲେ ହସ୍ତିନା ନଗରୀ। ଏମନ୍ତ କହି କୃଷ୍ଣ ଆଗେ ନାରଦ ଗଲେ ଶୂନ୍ୟ ମାର୍ଗେ। ହେମନ୍ତ ମୁନି ବାକ୍ୟ ଶୁଣି ସମରେ ସଜ ଚକ୍ରପାଣି। ପୁତ୍ର ବନ୍ଧନ ଶୁଣି ରୋଷେ ଦାରୁ କରାଇଲେ ବିଶ୍ୱାସେ। ବୋଇଲେ ରଥ ସାଜ ବେଗେ ତା ଶୁଣି ସାଜିଲେ ଯାଦବେ। ଉଗ୍ରସେନର ଆଜ୍ଞା ପାଇ ବୀରେ ଚଳିଲେ ଆଗ ହୋଇ। କେ କହୁ କୃଷ୍ଣର ସଇନି ଚଳନ୍ତେ କମ୍ପଇ ମେଦିନୀ। ବାଜଇ ବୀର ତୁର ସ୍ୱନ ରଥେ ବିଜୟ ଉଗ୍ରସେନ। ଆନନ୍ଦେରେ ବତୀର ମଣ କଳି କରିବେ ନିବାରଣ। ଉତ୍ତମ ବିପ୍ର ଘେନି ସଙ୍ଗେ କୁଳ ବୃଦ୍ଧଙ୍କୁ ରାଇବେଗେ। ରଥେ ବସିଲେ ତୋଷ ମନେ ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଜହ୍ନେ। ମିଳିଲେ ହସ୍ତିନା ଭୁବନେ ଦୁର୍ଯ୍ୟୋଧନର ଉପବନେ। ଉଦ୍ଧବ ଯାଇ ସଭା ମଧ୍ୟେ ନମିଲା ଧୃତ ରାଷ୍ଟ୍ର ପାଦେ। ଭୀଷ୍ମ ଦ୍ରୋଣଙ୍କ ପାଦେ ନମି ବାହାଲିକକୁ ପ୍ରଣାମି। ଦୁର୍ଯ୍ୟୋଧନଙ୍କୁ କରି ସାମ୍ୟ କହିଲେ ରାମଙ୍କ ଆଗମ। ଶୁଣି ରାମଙ୍କ ଆଗମନ ଆନନ୍ଦ ହୋଇ ଭୀଷ୍ମ ଦ୍ରୋଣ। ସଭାରୁ ଉଠି ଧାତିକାରେ ମିଳିଲେ ରାମଙ୍କ ଛାମୁରେ। ବନ୍ଧୁ ସ୍ୱଭାବ ପଣେ ହେଜି ରାମଙ୍କୁ ଷଡ଼ ଅର୍ଘେ ପୂଜି। କହନ୍ତି ମଧୁର ବଚନ ଆନନ୍ଦ କଲେ ରାମ ମନ। କୁରୁଙ୍କ ମଧ୍ୟେ ଧୀର ମତି ରାମ ମହିମା ଯେ ଜାଣନ୍ତି। ଭାବେ ନମିଲେ ରାମ ପାଦେ ବନ୍ଧୁ କୁଶଳ ପୁଛାବାଦେ। ରାମ ହିଁ କଲେ ଯଥା ବିଧି ଯେ ବନ୍ଧୁ କୁଶଳ ପ୍ରସିଦ୍ଧି। କୁରୁଙ୍କ ମଧ୍ୟେ ହଳ ପାଣି କହନ୍ତି ପ୍ରିୟ ଭାବେ ବାଣୀ। ରାଜାଧିରାଜ ଉଗ୍ରସେନ ଯେମନ୍ତ ବୋଲିଛି ବଚନ।
ବେଗେ କରିବ ସେହି ମତ ଆତ୍ମା କୁଶଳ ଯେବେ ଚିନ୍ତ ତୁମ୍ଭେ ଉତ୍ତମ ଶସ୍ତ୍ରଧାରୀ ଧର୍ମର ପଥ ନଷ୍ଟ କରି କପଟ ଯୁଦ୍ଧେ କୃଷ୍ଣ ସୁତ ଧରି ମଣିଲ କୃତ କୃତ୍ୟ ଏ ଅପରାଧ ଆମ୍ଭେ ସହି ବନ୍ଧୁ କୁଶଳ ଇଚ୍ଛା ବହି ଏମନ୍ତ ଶୁଣି ରାମ କଥା ସ୍ୱଭାବେ ସର୍ବେ ମହାରଥା କୁରୁ ନନ୍ଦନ ଦୁର୍ଯ୍ୟୋଧନ ଆବର ଯେତେ ଦୁଷ୍ଟ ଜନ ଆତ୍ମାର ନିନ୍ଦା ପ୍ରାୟ ବାଣୀ ବଳଦେବଙ୍କ ମୁଖୁ ଶୁଣି ବଦନ ଚାହିଁ ଏକେ ଏକେ କୋପେ ବୋଲନ୍ତି ମନ ଦୁଃଖେ ଦେଖ ଏ ଚିତ୍ର କାଳ ଗତି ଯାହା କହିଲେ ଯଦୁପତି ଚର୍ମ ପାଦୁକା ଗର୍ବ ବହି ଶିର ମୁକୁଟ ଶିଖେ ଯାଇ ଥିବାକୁ କରାଇ ବିଚାର ଏମନ୍ତ ଗର୍ବ ଏହାଙ୍କର ଏହାଙ୍କୁ ଆମ୍ଭେ ବନ୍ଧୁପଣେ ରାଜ୍ୟ ସ୍ଥାପିଲୁ ସିଂହାସନେ ନୁହନ୍ତି ରାଜପଣେ ଯୋଗ୍ୟ ଆମ୍ଭର ଦେଲା ରାଜଭୋଗ ଭୁଞ୍ଜନ୍ତି ଆମ୍ଭ ଦେଲା ସିରି ଯେଣୁ ଉପେକ୍ଷା ଆମ୍ଭେ କରି ଛତ୍ର ଚାମର ଯେ ବ୍ୟଞ୍ଜନ ଯେ ରାଜଭୋଗ ଉପାଦାନ ଏହାଙ୍କ ରାଜ୍ୟ ନେବା ବଳେ ଗର୍ବ ଯେ କଲେ ମତ ଭଳେ ରାଜ୍ୟକୁ ନୁହନ୍ତି ଭାଜନ ସର୍ପକୁ ଜହ୍ନେ କ୍ଷୀର ଦାନ କ୍ଷୀର ସଂଯୋଗେ ବଢେ ବିଷ କ୍ଷୀର ଦାତାକୁ କରେ ନାଶ ଆମ୍ଭର ଦେଲା ଅନ୍ନ ଖାଇ ସର୍ପର ପ୍ରାୟ ଗର୍ବ ବହି ଆମ୍ଭଙ୍କୁ ଆଜ୍ଞା ଏ ଦିଅନ୍ତି ଅଳପ ପ୍ରାୟ ମଣିଛନ୍ତି ଦେଖ ଆମ୍ଭର ତୁଲେ ବାଦେ ଇନ୍ଦ୍ର ନର ହେରଣ ମଧ୍ୟେ ସିଂହ ସମୂହେ ଯେହ୍ନେ ମେଷ ଭଏ ଛାଡ଼ ଇ ସ୍ୱର୍ଗ ଦେଶ କହନ୍ତି ସୁକ ମୁନିବର ଶୁଣ ହେ କୁରୁଙ୍କ ବ୍ୟବହାର ଉତ୍ତମ ବନ୍ଧୁ ଜନେ ଧନେ ଗର୍ବ ବହିଲେ ଦୁଷ୍ଟ ମନେ ଏମନ୍ତ କୁରୁ ଦୁଷ୍ଟ ବାଣୀ ଶୁଣି କୋପିଲେ ହଳ ପାଣି କୋପେ କୃତାନ୍ତ ପ୍ରାୟ ଦିଶି କହନ୍ତି ପୁଣ ପୁଣ ହସି ଦେଖ ଏ ସଂସାର ବ୍ୟବହାର ସମ୍ପଦ ବଢ଼ଇ ଯାହାର ଅସାଧୁ ପଣ ଆଚରନ୍ତି ଆତ୍ମାର ଶାନ୍ତି ନ ଇଚ୍ଛନ୍ତି ତାଙ୍କୁ ବୁଝାଏ ହସ୍ତଦଣ୍ଡ ପଶୁଙ୍କୁ ଯେ ମନ୍ତ ଲାଙ୍ଗୁଡ଼ ଏ ବଡ଼ ଖେଦ ମୋର ମନେ ଉଗ୍ରସେନର ଅପମାନେ ଯଦୁଙ୍କ ତୁଲେ ନାରାୟଣ ଏହାଙ୍କ ସଙ୍ଗେ ଇଚ୍ଛିରଣ ସକଳ ସୈନ୍ୟ ତୁଲେ ସାଜି ରଥ କୁଞ୍ଜର ନର ବାଜି ନଗରୁ ହୋଇଲେ ବାହାର ମୁଁ ତାହା ନ କଲି ବିଚାର ଏହାଙ୍କ ପ୍ରିୟ ଭାବ ବହି ନିବାରି ଅଇଲି ଯେ ମୁହିଁ ତହିଁର ଫଳ ଏବେ ମୋତେ ଦଇବେ ଫଳିଲା ଉଚିତେ ଏ ଯେ ସ୍ୱଭାବେ ଖଳମତି କଳহে ରୁଚି ମନ୍ଦ ଗତି ଦେଖ ଅବଜ୍ଞା ମୋତେ କଲେ ଦୁଷ୍ଟ ବଚନ ମନ୍ଦ ବୋଲେ ଭୋଜ ଅନ୍ଧକ ବୃଷ୍ଣି ଅଂଶ ଯାହାର ପୁତ୍ର ବୀର କଂସ ଯାଦବ କୁଳର ଈଶ୍ୱର କୃଷ୍ଣ ଯାହାର ଅନୁଚର ସେ କାହିଁ ରାଜପଣେ ସାଜେ ଦେବେ ଖଟନ୍ତି ଯା ସମାଜେ ବାସବ ଆଦି ଦିଗପାଳେ ସେବନ୍ତୀ ଯାର ପାଦ ତଳେ ସୁଧର୍ମା ସବା ଯାର ଦ୍ୱାରେ ପାରିଜାତକ ପୁଷ୍ପ ପୁରେ ମର୍ତ୍ତ୍ୟ କରଇ ସ୍ୱର୍ଗ ଭୋଗ ସେ ନୋହେ ରାଜପଣେ ଯୋଗ୍ୟ ପଦ୍ମ ସମ୍ଭବା କମଳିନୀ ସ୍ୱଭାବେ ଜଗତ ଜନନୀ ସେ ଯାର ସେ ବହି ଚରଣେ
ସେ କାହିଁ ଯୋଗ୍ୟ ରାଜପଣେ। ଯାହାର ପାଦ ପଦ୍ମରଜ ଅଖିଳ ଦେବଙ୍କ ସମାଜ। ପବିତ୍ର କରେ ମୁନି ତୀର୍ଥ ଯେଣୁ ସେ ତୀର୍ଥଙ୍କର ତୀର୍ଥ। ବ୍ରହ୍ମା ଶଙ୍କର ଆଦି ମୁହିଁ ଯାହାର ଅଂଶେ ଦେହ ବହି। ଲକ୍ଷ୍ମୀ ସହିତେ ଆଜ୍ଞା ବହି ତାହାର ନୃପାସନ କାହିଁ। ଗୁରୁଙ୍କ ଭୋଗ ଆମ୍ଭେ ଖାଉ ଅବନି ମଧ୍ୟେ ଦେହ ବହୁ। ଆମ୍ଭେ ସକଳେ ଉପାନହ କୌରବେ ହନ୍ତି ଶିର ଦେହ। କେବଳି ପାରେ ଏହା ସହି ରୁଧିର ମାଂସ ଦେଲେ କେବଳି ପାରେ ଏହା ସହି ରୁଧିର ମାଂସ ଦେହ ବହି। ଦେଖ କୁରୁଙ୍କ କୁଳ ମତ ସମ୍ପଦେ ହୋଇ ଅନାୟତ। ମାନି ଅଟନ୍ତି ଗର୍ବ ବହି କେ ଏହା ସହେ ପ୍ରଭୁ ହୋଇ। ଆଜ ମୁଁ ଦେବି ପ୍ରତିଫଳ ଏମନ୍ତ ବୋଲି ତୀକ୍ଷ୍ଣ ହଳ। ତକ୍ଷଣେ ଘେନି ବାମ ହସ୍ତେ ବୋଲନ୍ତି ରାମ କୋପଚିତେ। ଆଜ ମୁଁ ଏହାଙ୍କୁ ସଂହାରି ପୃଥିବୀ ନିଷ୍କୌରବ କରି। ତେବେ ସେ ଯିବି ନିଜ ପୁର ସତ୍ୟ ବଚନ ଏ ମୋହର। ଏମନ୍ତ କହି କୋପେ ଉଠି ଧଇଲେ ହଳ ଦୃଢ଼ ମୁଷ୍ଟି। ରାମର କୋପ ଗୁରୁତର ତେଜେ କି ଦହେ ତିନି ପୁର। ଲଙ୍ଗଳେ ହସ୍ତିନା ଉପାଡ଼ି ଶବଦ ଶୁଭେ ଘଡ଼ ଘଡ଼ି। ଦକ୍ଷିଣ ଭୁଜେ ସଉନନ୍ଦ ଶୂନ୍ୟେ ଦେଖନ୍ତି ଦେବ ବୃନ୍ଦ। ନଗର ଛାଡ଼ି ଗଙ୍ଗା ଜଳେ କୌରବେ ପଶନ୍ତୁ ପାତାଳେ। ଏମନ୍ତେ ବୋଲି ହଳଧର ହସ୍ତିନା ଉପାଡ଼ିଲେ କର। ସମୁଦ୍ରେ ନାବ ପ୍ରାୟ ଘୂରି କମ୍ପଇ ହସ୍ତିନା ନଗରୀ। ପଡ଼ିବା ପ୍ରାୟ ଗଙ୍ଗା ଜଳେ ଦକ୍ଷିଣ କୌରବ ବିକଳେ। କୁଟୁମ୍ବ ତୁଲେ ଉଚ୍ଚ ନାଦେ ଶରଣ ଗଲେ ରାମ ପାଦେ। କୁମର ତୁଲେ କନ୍ୟା ନେଇ ରାମର ପାଦ ତଳେ ଦେଇ। ଡାକନ୍ତି ଜୀବନ ବିକଳେ ଭୋରାମ ରଖ ପାଦ ତଳେ। ଆମ୍ଭେ ତ ସ୍ୱଭାବେ ନିରେଖ ତୋର କୁମର ବଧୂ ରଖ। ଏ କନ୍ୟା ଦେଇଣ ଶରଣ ପଶିଲୁ ଅଭୟ ଚରଣ। ଭୋରାମ ତୋହର ମହିମା ବେଦ ନ ଜାଣେ ଗୁଣ ସୀମା। ମୂଢ଼ ଅଜ୍ଞାନ ଆମ୍ଭେ ହେଉ ତୋ ଭାବ ଜାଣିବୁଟି କାହୁଁ। ଆମ୍ଭେ କୌରବେ ଅପରାଧୀ ତୁ ନାଥ କରୁଣା ବାରିଧି। ସ୍ଥିତି ପାଳନ ଅନ୍ତ କରୁ ଯେଣୁ ତୁ ଶେଷ ରୂପ ଧରୁ। ତୁ ଆଦି ହେତୁ ନିରାଶ୍ରୟ ନିର୍ଲେପ ଏକ ତୁ ଅବ୍ୟୟ। ତୋହର କ୍ରୀଡ଼ାର କନ୍ଦୁକ ସ୍ୱଭାବେ ହୋଏ ତିନି ଲୋକ। ସହସ୍ର ସହସ୍ର ସଂଖ୍ୟାରେ ମହିମଣ୍ଡଳ ତୋର ଶିରେ। ସୋରିଷ ପ୍ରାୟ ଅଛୁ ଧରି ଲୀଳା ମାତ୍ର କେବ ସୁନ୍ଦରୀ। ପାଳନ କରୁ ପୁଣି ହରୁ ତେଣୁ ତୁ ଶେଷ ରୂପ ଧରୁ। ଯେ କୋପ ତୋର ଦେହୁଁ ଜାତ ସେ ତ ଅଖିଳ ଶିକ୍ଷା ଅର୍ଥ। ହିଂସା ମତ୍ସର ନାହିଁ ଯେଣୁ ପାଳନ ହେତୁ ତୁହି ତେଣୁ। ସୃଷ୍ଟି ପାଳନେ ବ୍ୟଗ୍ର ହେଉ ତୁ ନାଥ ସତ୍ୱ ଗୁଣ ବହୁ। ସଂସାର ମଧ୍ୟେ ତୋର ଲୀଳା ଯେ ସନେ ବାଳକଙ୍କ ଖେଳା। ନମସ୍ତେ ସର୍ବଭୂତ ପ୍ରାଣ ଜୀବର ଶକତି ଧାରଣ। ଅବ୍ୟୟ ବୋଲାଉ ଜଗତେ ଭୋନାଥ ତୋର ଅନୁମତେ। ତୁ ବିଶ୍ୱକର୍ମା ଜ୍ଞାନ ସାର ଭୋନାଥ ତୋତେ ନମସ୍କାର। ତୋହର ପାଦ ପଦ୍ମ ତଳେ ଚରଣ ପଶିଲୁ ନିଶ୍ଚଳେ। ଶୁକ ବୋଲନ୍ତି ରାଏ ଶୁଣ ଭକତ ବନ୍ଧୁ ସଂକର୍ଷଣ। କୁରୁଙ୍କ ଦୁଃଖ ଭୟ ନାହିଁ ପ୍ରସନ୍ନ ଚିତେ ଦୟା ବହି।
ହଳସ ହରି ହଳଧର ବୋଇଲେ ନାହିଁ ତୁମ୍ଭ ଡର ନିର୍ଭୟେ ଥାଅ କୁରୁଜନ তক্ষণে রাজা দুর্যোধন কন্যা সহিতে কৃষ্ণ সুত সমর্পি রামর অগ্রত অনেক যৌতুক দেলা শুণ হে অভিমন্যু বলা ষষ্ঠী বরষ তীক্ষ্ণ দন্ত কুঞ্জর দেলা 1200 অশ্ব যে দেলা অয়ুতে ষট সহস্রে স্বর্ণ রথে রথে দিশন্তি রবি তেজ পুণ আনন্দে কুরু রাজ দুহিতা হিতে কুরুপতি সহস্রে দেলাক যুবতী অমূল্য রত্ন কণ্ঠে ভরি দেলা যে দাসী জন করি এমন্তে কন্যা আদি যেতে রাম ঘে নাই তো শোচিতে আনন্দে রামর সঙ্গরে কেতে হে দূর কুরুবীরে রামଙ୍କୁ କରି ପ୍ରଦକ୍ଷିଣ ମିଳିଲେ ହସ୍ତିନା ଭୁବନ ଶଙ୍କର ଶରଣ ତୋ ଶୋଚିତେ ମିଳିଲେ ଦ୍ୱାରାବତୀ ପଥେ ପୁରେ ପ୍ରବେଶ ହଳଧର ଦେଖି ନ ମିଳେ ଯଦୁବୀର বন্ধু বান্ধব জন যেতে আনন্দে রামর অগ্রতে কন্যা সহিতে কৃষ্ণ সুত সঙ্গে সম্পদ অপ্রমিত দেখি হরস সর্বমন সভার মধ্যে বলরাম কুরুঙ্ক কৃত কর্ম কহি কৃষ্ণর প্রিয় ভাব বহি কহন্তি ব্যাসঙ্ক নন্দন শুণ হো রাজা সাবধান অদ্যাপি রামর চরিত হস্তিনা নগরে বিদিত রাম বিক্রম যশ অছি পুর দক্ষিণ ভাগে লক্ষী উত্তর ভাগ নিচ দিশে জেহ্নে জাহ্নবী জলে মিশে হেমন্তে রামর মহিমা কে কহি পারে অন্তসীমা সে রাম পাদ তলে চিত্ত কহই বিপ্র জগন্নাথ ইতি শ্রীমদ্ভাগবতে মহাপুরাণে পরমহাস্যং সহিতায়াং দশম স্কন্ধে রাম বিক্রমে শ্যাম্ব বিবাহ নাম 3সপ্ততিতম অধ্যায়।